ହେଉଛି ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ଆଉ ଏହି ଭିଡିଓ ହେଉଛି ତାର ଏକ ଜ୍ୱଳନ୍ତ ଉଦାହରଣ। ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ। ପାଣି ଭିତରେ କେମିତି ଏକ ବିରାଟକାୟ ସାପକୁ ଆକ୍ରମଣ କରୁଛନ୍ତି ଦୁଇଟି କୁକୁର। ଏକ ପୋଖରୀ ଭିତରେ ଚାଲିଛି ସାପ କୁକୁର ଲଢ଼େଇ। ସାପଟି ପାଣିରେ ପହଁରି ପହଁରି ଚାଲିଯିବାକୁ ଚାହୁଁଥିବା ବେଳେ ତାର ବାଟ ଓଗାଳୁଛନ୍ତି କୁକୁର। କାରଣ ଏହି କୁକୁର ଦୁଇଟି ଜାଣିଛନ୍ତି ଯେ ମଣିଷ ପାଇଁ ଭୟଙ୍କର ବିପଦ ସୃଷ୍ଟି କରିପାରେ ଏହି ସାପଟି, ତେଣୁ ସେମାନେ ତାକୁ ଆକ୍ରମଣ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ପାଣି ଭିତରେ କୁକୁରର ଚଳପ୍ରଚଳ ହେବା ଆଦୌ ସହଜ ନୁହେଁ। ଯଦିଓ ଏହି ସାପଟି ମଧ୍ୟ ଜଳଚର ନୁହେଁ, ତଥାପି ଏକ ସରୀସୃପ ହୋଇଥିବାରୁ ପାଣି ଭିତରେ ସେ ସହଜରେ ପହଁରି ପାରିବ। ହେଲେ ପାଣି ଭିତରେ ପହଁରି ପହଁରି ଏହି ବିରାଟ ସାପକୁ ଆକ୍ରମଣ କରୁଥିବା ଏହି ଦୁଇ କୁକୁରଙ୍କ ସାହସକୁ ପ୍ରଶଂସା ନ କରି ରହିହେବ ନାହିଁ। ଦେଖନ୍ତୁ କିପରି ପାଣି ଭିତରେ ପହଁରି ପହଁରି ସାପଟି ପୋଖରୀର ଆରପଟକୁ ପଳାଇ ଯାଉଛି, ହେଲେ ତା ପଛରେ ପହଁରି ପହଁରି ତାକୁ ଆକ୍ରମଣ କରିବାରେ ଲାଗିଛନ୍ତି କୁକୁର। ବେଳେ ବେଳେ ସାପଟି ବୁଲି ପଡ଼ି କୁକୁରଙ୍କୁ ଆକ୍ରମଣ ମଧ୍ୟ କରୁଛି, ହେଲେ ସାପଠାରୁ କୌଶଳ କ୍ରମେ ନିଜକୁ ରକ୍ଷା କରି ପୁଣି ତାକୁ ପ୍ରତି ଆକ୍ରମଣ କରୁଛନ୍ତି ଦୁଇଟି କୁକୁର। ସାପଟି ଯେତେବେଳେ କୂଳରେ ପହଞ୍ଚି ପଳାଇ ଯିବାକୁ ଚେଷ୍ଟା କରୁଛି, କୁକୁର ଦୁଇଟି ଶୁଖିଲାକୁ ଉଠିଯାଇ ପୁଣି ତାର ଆଗପଟେ ଘେରିଯାଇ ବାଟ ଓଗାଳୁଛନ୍ତି। ସାପକୁ ଶୁଖିଲାକୁ ଉଠିବାକୁ ଦେଉନାହାନ୍ତି କୁକୁର ଦୁଇଟି। ସାପଟି ପୁଣି ପାଣି ଭିତରେ ପହଁରି ପହଁରି ଆରପଟକୁ ଯିବା ବେଳେ ପୁଣି ଥରେ ପାଣି ଭିତରେ ପହଁରି ପହଁରି ସାପକୁ ଆକ୍ରମଣ କରୁଛନ୍ତି କୁକୁର। ଦୁଇଟି ଯାକ କୁକୁର ପାଣିରେ ପହଁରି ପହଁରି ହାଲିଆ ହୋଇଯାଉଥିଲେ ମଧ୍ୟ ସାପକୁ ବାଟ ଛାଡ଼ିବାକୁ ସେମାନେ ନାରାଜ। ଏହି ଭିଡିଓରେ ଶେଷରେ ଦେଖିବାକୁ ମିଳୁଛି ଆଉ ଏକ କୁକୁର ମଧ୍ୟ ଆସି ପୋଖରୀ କୂଳରେ ପହଞ୍ଚୁଛି। ତେବେ ଏହି ସାପ କୁକୁର ଲଢ଼େଇର ଶେଷ ପରିଣତି କ'ଣ ହେଉଛି ତାହା ତ ଭିଡିଓରେ ଦେଖିବାକୁ ମିଳୁନାହିଁ। ହେଲେ ଏଥିରୁ ଗୋଟିଏ କଥା ନିଶ୍ଚୟ ପ୍ରମାଣିତ ହେଉଛି ଯେ ମଣିଷ ପାଇଁ କୁକୁର